କହିଲି ବା ପୁରୁଣା କଥା ଯେତେ ଗଲେ ଆଉ କ'ଣ ସବୁ ଜିନିଷ ଇଏ ଅଛି ପେଲି ଦେଇକି ମାରିଦେଲା ଆଉ କ'ଣ ଆଉ ତ ମୁଁ ତ ବର୍ତ୍ତମାନ ଏପର୍ଯ୍ୟନ୍ତ ଗୋଟେ ପାଗଳ ମାନେ ମୋ ମୁଣ୍ଡ କାମ କରୁନଥିଲା ମାନେ ଇଏ କରୁନଥିଲା ସବୁବେଳେ ତା ଛୁଆକୁ ଦେଖି ଦେଖିକି ମୁଁ ଆଜି ପର୍ଯ୍ୟନ୍ତ ବଞ୍ଚିଛି ମୁଣ୍ଡ ଫୁଣ୍ଡ ସବୁ ମାନେ କିଛି କେତେବେଳେ କ'ଣ ହୁଏ କେତେବେଳେ କ'ଣ ଶୁଏ କେତେବେଳେ କ'ଣ ଖାଏ ମୁଁ ନିଜେ ବି ଜାଣିପାରେନି ହଁ ହଁ ସେ ଛୁଆ ଅଛି ହଁ 3 ମାସରେ ବା ହେଇଥିଲା 3 ମାସକୁ ଗୋଟେ 7 ମାସିଆ ବେବି 7 ମାସ ଜନ୍ମ ହେଇଥିଲା ଦେଖ କେଡ଼ିକି ତାକୁ କେମିତି ପାଳିବେ କହୁନାହାନ୍ତି ତାକୁ ସବୁବେଳେ ଖାଲି ଧରି ଧରି କୋଳ ଭିତରେ ଛାତି ଭିତରେ ରଖି 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 ତାକୁ ଆମେ ଆଜି ମଣିଷ କରିଛୁ 7 ବର୍ଷର ହେଲାଣି 7 କି 8 ଚାଲିଲାଣି। ଆଚ୍ଛା ଆପଣ ଜୁଆଇକି ଆପଣ ପୁଅ ଭଳିଆ ଦେଖୁଥିଲେ ସବୁ ତ ଦେଇ କରୁଥିଲେ ଏଭଳି ଏମିତି ଘଟଣା ଘଟିଲା ଆପଣ କ'ଣ ଅସୁବିଧା ରହିଲା କାହିଁକି ଏମିତି ସେଇ ତ ଝଗଡ଼ା ହାଡ଼ି ସେ ପଇସା ପାଇଁ ଆଉ କ'ଣ ପଇସା ପାଇଁ ଝଗଡ଼ା ତାର ରୋଜଗାର ନାହିଁ ଯଦି ତାର ରୋଜଗାର ନାହିଁ ସବୁବେଳେ ସ୍ତ୍ରୀ ପଇସାକୁ ବି ସେ ଚାହିଁଲା ସବୁବେଳେ ସେ କେତେ ଦେବ ଗୋଟେ ଝିଅ କେଉଁଠୁ କେତେ ଦେବ ତାର ତ ପୁଣି ଗୋଟେ ଛୁଆ ରହୁଥିଲା ତାର ପୁଣି ପେଟରେ ଛୁଆ ରହିଲା ସବୁ ଭବିଷ୍ୟତ ଭଲ ମନ୍ଦ ତାର ସେ ଚିନ୍ତା କରିବ ନା ଖାଲି ସେ ପଇସା ଦେବ ଏ ପଇସାରେ ପଇସା ତାଙ୍କ ଭିତରେ ଝଗଡ଼ା ହୁଅନ୍ତି ମୁଁ ସବୁ ଭିତରେ କିଛି ମୋ ପୁରେନି ଝିଅ ଝିଅ ଭିତରେ ଆମେ କାହା ପାଇଁ ପଶିବୁ କହୁନାହାନ୍ତି କ'ଣ ଦରକାର ଆଉ ସେ ଏମିତି ହେଇଗା ସେଇଟା ତାଙ୍କ ବାପା ମା' ସୁଧରିବା କଥା ନିଜ ବୋହୂ କେମିତି ରହିବ ପୁଅ କେମିତି ରହିବ ନିଜ ବାପା ମା' ଦାୟିତ୍ୱ ଆମେ ତ ବାହା କରିଦେଲୁ ଆମର ଆଉ କ'ଣ କିଛି ଦାୟିତ୍ୱ ରହିବ କି ବେଶୀ ସେଇଟା ତାଙ୍କ ଘର କଥା ସିଏ ବୁଝିବେ ସିଏ ତ ପଦାକୁ ପକେଇଲେ ଆଉ ସେ ହେଲା ଏଇ କଥା ଆଉ ଖାଲି ଆପଣ ଜୁଆଇ ଦୋଷୀ ନା ଆଉ ଅନ୍ୟମାନେ କେହି ଦୋଷୀ କାରଣ ପୋଲିସ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଇଏ କରିଥିଲା କିନ୍ତୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା କ'ଣ ଆଉ ବାରମ୍ବାର ଗୋଟେ ଜିନିଷକୁ ଆମେ ଘାଣ୍ଟିଲେ କ'ଣ ହେବ ଯେଉଁ ଗୋଟେ ଜିନିଷ ଜାଣୁଛେ ସେ ସେଇଆ କିନ୍ତୁ ବାରମ୍ବାର ଘାଣ୍ଟିଲେ କ'ଣ ହେବ କହୁନାହାନ୍ତି ଯଦି ବାପା ମା' ନାଁରେ ଗୋଟେ ଝଗଡ଼ା ହେଲା ନା ବାପା ମା' ସିନା ବୁଝେଇବା କଥା ସିଏ ଆଉ ଟିକେ ଟିକେ ନିଆଁରେ ଘିଅ ଢାଳିବେ ଘିଅ ଢାଳିଲେ କ'ଣ ହେବ ଜଳିବ ନା ନାହିଁ ସେଇଆ ହେଲା ସେଥିପାଇଁ ସେମାନେ ବି ଦାୟୀ କିନ୍ତୁ ସେମାନେ କୋଉଠି ନା କୋଉଠି ସିଏ ବି ଅନୁତାପ କରୁଥିବେ କାରଣ ପୁଅର ଜୀବନ ତାଙ୍କ ନଷ୍ଟ ହେଲା କରୁନଥିବେ ଅନୁତାପ କରୁନଥିବେ ଆମେ ଯେମିତି ଛୋଟ ବଡ଼ ହେଉଛୁ ଗୋଟେ ଝିଅକୁ ହାରିକିନା ସେ ହେବେନି ଯେତିକି ମୁଁ କାନ୍ଦୁଛି ଯେତିକି ମୋ ଲୁହ ପଡ଼ିବନି ଲୁହ ପଡ଼ିବନି ଝିଅର ଫଟୋ ଦେଖିଲା ବେଳେ ନିଶ୍ଚିତ ଫଟୋ ଦେଖିଲା ନାହିଁ ବାବା ଆଜି କଥା ନୁହଁ ଆଜିକି ଝିଅ ଚାଲିଗଲା ଦିନଠୁ ମୁଁ କାନ୍ଦୁଛି କେଉଁ ଦିନ ବନ୍ଦ ନାହିଁ ତା ପୁଅର ଯେତେବେଳେ ଜ୍ୱର ହେଉଛି ବେଶୀ କାନ୍ଦେ ତା ପୁଅ ଝାଡ଼ା ହେଲେ ବେଶୀ କାନ୍ଦେ ଆଜି ପାଠ ପଢ଼ିବ ଆଜି ସ୍କୁଲରେ ଇଏ କରିବ ସିଏ କରିବ ସବୁବେଳେ କାନ୍ଦେ ସବୁବେଳେ ତାକୁ ଜଗି ଜଗି ଆଣିବି କାଳେ କୁଆଡ଼େ ମୋ ଛୁଆର କ'ଣ ହେଇଯିବ କି ମୋ ଛୁଆର କ'ଣ କିଏ ହେଇଯିବ ସବୁବେଳେ ମୋର ଡର ଆଜି ପର୍ଯ୍ୟନ୍ତ ବି ମୁଁ ଡର ଏମିତି ଅନେଇଥିବି କିନ୍ତୁ କେତେବେଳେ ଆସିବ ସେ କେତେବେଳେ ତା ସମୟ ହେଇଯିବ ମୋ ଛୁଆକୁ ବେଗି ଯାଇକି ଆଣ ଭାରି ମୋ ଛୁଆକୁ ବେଗି ନେଇକି ଛାଡ଼ ଏ ମୁଁ ସବୁବେଳେ ଏଇ ଦାୟିତ୍ୱ ଆମର ଏଇଟା ବଡ଼ ଦାୟିତ୍ୱ ସେଇଟା କହିଲେ ବା ସିଏ ଯଦି ଚ୍ୟାଲେଞ୍ଜ କରିବ କରନ୍ତୁ ସେ ଭଗବାନଙ୍କ ହାତର କଥା ହେଲା ଆମେ ତ ଜିତିଲେ ଆଉ ଯଦି ଭଗବାନ ଯଦି କ'ଣ କରିବେ ସେ କରନ୍ତୁ ଆମର ସେଥିରେ କିଛି କହିବାର ନାହିଁ ବିଶ୍ୱାସ ଅଛି ପୁରା ବିଶ୍ୱାସ ହଁ ବହୁତ ଧୈର୍ଯ୍ୟ ଧରିଛୁ ଆଉ ବିଶ୍ୱାସ ବି ଅଛି ଆଉ ନ୍ୟାୟ ଫଳ ବି ମିଳିଛି ଭଗବାନ ବି ଦେଇଛନ୍ତି ସେଇଟା ଆଉ ତାପରେ ଭଗବାନଙ୍କ ହାତରେ କଥା ବହୁତ ଭଲ ଆଉ ବହୁତ ସରଳ ସିଏ ବହୁତ ସରଳ ତାକୁ ଯାହା ନିରୀହଟା ସେ କିଛି ବୁଝିପାରେନି ଜାଣିପାରେନି ସମସ୍ତେ ଦୁଃଖ ଦେଖିପାରିବନି ସେ କାହାର ବି ଦୁଃଖ ଦେଖିପାରିବନି ସେଇଥିପାଇଁ ତ ତାକୁ ମାରିଦେଲା ନା ଆଜିକାଲି ଝିଅମାନଙ୍କୁ ମାରିବା କେତେ କଷ୍ଟ ତାକୁ ପୁରା ନିରୀହ ଝିଅଟାକୁ ମାରିଦେଲା ଆଉ ମୋ ଘରର ଲକ୍ଷ୍ମୀକି ମାରିଦେଲା ସେ ସେଇଟା ବାପା କହିଲି ବା ପୁରୁଣା କଥା ଯେତେ ଗଲେ ଆଉ କ'ଣ ସବୁ ଜିନିଷ ଇଏ ଅଛି ପେଲି ଦେଇକି ମାରିଦେଲା ଆଉ କ'ଣ ଆଉ